जय सियाराम। जानकी भक्ति पथ को आपण मन स्वागत करुच्ची। आज हम जानिबा आज्ञा सद्गुरु और परमात्मा को संबंध। संसार तो आज्ञा समस्ते जड़े जड़े मनीष भगवान द्वारा माने प्रेरित होती धराधाम को प्रेरित होती। भर सद्गुरु हेले अन्यतम, जी कि मनीषर कर्म को बदल दिखती, मनीषर भाग्य को बदल दिखती। मनीष सद्गुरु चरण रे निजक समर्पित कले, सद्गुरु कथा मानि चलले, मनीष उद्धार हो जाए। मनीष उद्धार खाली हुए, उद्धार हवा सहित तो वंश भी उद्धार हो जाए। सद्गुरु आत्मा सदाबले परमात्मा सहित मिसी थाए। आमे देखुं आज्ञा सद्गुरु गोटे मनीष आकार कि माटी शरीर, माटीर शरीर, पंच महाभूतर शरीर, आत्माटा तांकर सदाबले भगवान सहित मिसिकी थाए। कहीं ना आज्ञा सद्गुरु जी भगवान परमात्मा से भगवान से आपण जदि सद्गुरुंकर चरण रे समर्पित होइके सत्य सांगरे रहिबे, एवं सद्गुरुंक सहित सुसंपर्क रखिए, भल पाइबा रखिए, श्रद्धा रखिए, देखिए आपणक जीवन चेंज हवा सहित आपणक संस्पर्श रे जेतिकी आसबे तांकर मध्य जीवन बदल जीव। से तो कह जाए आज्ञा गुरु ब्रह्मा गुरु विष्णु गुरुदेव महेश्वर गुरु साक्षात परम ब्रह्म तस्मै श्री गुरवे नमः। गुरु ही ब्रह्मा, गुरु ही विष्णु, गुरु ही महेश्वर। सद्गुरु सहित संग हेले आमर अंतर रे शोइबा अवस्था रे थिबा आत्मा जागृत हुए, निदर उठे। एवं आमको भल मंदर फरक जना पड़े। सद्गुरु तो संसार को आज्ञा से आई ना जगतर कल्याण करने, मनीष जन्म को सार्थक भाव में रूपांतरण करने एवं मनीष को भगवती प्राप्ति करने। किंतु मनीष आज्ञा सेटा बुझी पारे। एमती भी अच्छी आज्ञा बहुत जगार बहुत साधु सन्थ को माने दंडित कराई, किसी साधु सन्थ को मारी दिखाई और आउ किसी साधु सन्थ को अत्याचार कराई। साधु हेले स्वयं परमात्मा भगवान, सद्गुरु
ସ୍ୱୟଂ ପରମାତ୍ମା। ତ ଆପଣ ଯାହାକୁ ଗୁରୁ ବୋଲି ଭାବୁଛନ୍ତି, ଗ୍ରହଣ କରୁଛନ୍ତି, ଆପଣଙ୍କ ପାଇଁ ସିଏ ହେଲା ସଦ୍ଗୁରୁ। ସେଇ ହେଲେ ସଦ୍ଗୁରୁ। ଆପଣ ତାଙ୍କ ଦ୍ୱାରା ଏ ମାୟା ରୂପକ ସଂସାରରୁ ତାରଣ ହେଇପାରିବେ, ତାରିବେ। ଆପଣ ଯଦି ତାଙ୍କ ସହିତ ଛଳନା କରିବେ, ମିଛ ସତ କହିବେ, ତାଙ୍କୁ ଅପମାନିତ କରିବେ, ଆପଣ ତ ସଂସାରରୁ ତରି ପାରିବେନି, ପ୍ଲସ୍ ଯେତିକି ନର୍କର ଅଛନ୍ତି ତା 2 ଗୁଣା ଭିତରୁ ପଶିଯିବେ। ଆପଣ ଯଦି ଗୋଟେ ପୋଖରୀର କାଦୁଅରେ ଅଛନ୍ତି, ଆପଣ ଯଦି ସଦ୍ଗୁରୁ ନିନ୍ଦା କଲେ, ଅପମାନିତ କଲେ, ଆପଣ ଯଦି ଆଣ୍ଠୁଏ ପର୍ଯ୍ୟନ୍ତ ପଶିଯାଇଥିବ ହଦ ଭିତରେ, ପୁରା ପେଟ ପର୍ଯ୍ୟନ୍ତ ପଶିଯିବେ। ମାନେ ମୋର କହିବାର ଅର୍ଥ ଆଜ୍ଞା, ଆପଣ ଯଦି ନର୍କ ଭୋଗ କରୁଥିବେ, ଯେତିକି ଭୋଗ କରିବେ ତା 2 ଗୁଣା ଭୋଗ କରିବେ। କାରଣ ଆପଣ ପ୍ରଥମେ ସାଧୁଙ୍କୁ ଅପମାନ କଲେ, ତାଙ୍କ ବଚନକୁ ବ୍ୟାଖ୍ୟାନ କଲେ, ତାକୁ ନିନ୍ଦା କଲେ। ସଦ୍ଗୁରୁ ସାଙ୍ଗରେ ମଣିଷ ରହିଲେ ମଣିଷର ଜୀବନ ଚେଞ୍ଜ ହୁଏ, ତାର ଚତୁଃପାର୍ଶ୍ୱ ଚେଞ୍ଜ ହୁଏ, ତାର ସପ୍ତ ପୁରୁଷ ବି ଉଦ୍ଧାର ହେଇଯାଏ। ଆପଣ କହିଛି ନା ଆଜ୍ଞା, ସଦ୍ଗୁରୁ ସ୍ୱୟଂ ପରମାତ୍ମା ଭଗବାନ। ତ ଆପଣ ଯଦି ଭଗବାନଙ୍କ ଶରଣରେ ରହୁଛନ୍ତି, ଭଗବାନଙ୍କ ଶରଣରେ ରହିକି ସତ୍ୟ କର୍ମ କରୁଛନ୍ତି, ସତ ବାଟ ଚାଲିଛନ୍ତି, ଆପଣ ଉଦ୍ଧାର ହେବେନି। ସେଇଥିପାଇଁ କୁହାଯାଏ, ଗୋଟେ ପରିବାରର ପୁଅ କିମ୍ବା ଝିଅ ଯଦି ସାଧୁ ମାର୍ଗରେ ଗଲା, ତାର 100 ପୁରୁଷ ଆଜ୍ଞା ଉଦ୍ଧାର ହେଇଯାଏ। 100ଟା ପୁରୁଷ ଆଜ୍ଞା ଉଦ୍ଧାର ହେଇଯିବ। ସପ୍ତ ପୁରୁଷ ଯେତିକି ପାପ ଥିବ ସବୁ କ୍ଷୟ ହେଇଯିବ। ସଦ୍ଗୁରୁ ହବାଟା ଆଜ୍ଞା, କି ସାଧୁ ହବାଟା ସହଜ କଥା ନୁହେଁ। ଆପଣଙ୍କୁ ଖଣ୍ଡା ଧାରରେ ଚାଲିବା ପାଇଁ ପଡ଼ିବ ନିୟମ। ସେଇଥିପାଇଁ ନା ସେମାନେ ଆଜି ସଦ୍ଗୁରୁ ହେଇଛନ୍ତି ନା, ସନ୍ଥ ଭଗବାନ ହେଇଛନ୍ତି। ସନ୍ଥଙ୍କୁ ଯେତେ ଭଲ ପାଇବେ, ସତ୍ କହିବେ, ସତ୍ୟର ସାଙ୍ଗରେ ରହିବେ, ଆପଣଙ୍କର ମଙ୍ଗଳ ହେବ। ମଙ୍ଗଳ ହେବା ସହିତ ଆପଣଙ୍କର ମଙ୍ଗଳ ହେବା ସହିତ ଆପଣଙ୍କର ସଂସ୍ପର୍ଶରେ ଯେଉଁମାନେ ଆସିବେ ସେମାନେ ବି ବଦଳିଯିବେ। ସେମାନଙ୍କ କଥାବାର୍ତ୍ତା, ଚାଲିଚଳନ ସବୁ ଆଜ୍ଞା ବଦଳିଯିବ। ମାନେ ଆମର ମାନବ ସମାଜକୁ ଭଗବାନ ସଦ୍ଗୁରୁଙ୍କୁ ଏଇଥିପାଇଁ ପଡ଼ିଛନ୍ତି, ମାନବ ଜାତିର କଲ୍ୟାଣ କରିବା ପାଇଁ, ଜଗତର କଲ୍ୟାଣ କରିବା ପାଇଁ, ଏବଂ ମାନବ ଜାତିକୁ ଏ ମାୟା ସଂସାରରୁ, ଏ ନର୍କରୁ ଉଦ୍ଧାରିବା ପାଇଁ। ଲୋକମାନେ ସେଇଟା ବୁଝିପାରୁନାହାନ୍ତି। ମୁଁ କହିଦେଲି, ଆପଣ ବୁଝିଲେ ଭଲ, ନ ବୁଝିଲେ ଖରାପ। ଆପଣ ବୁଝିବେ ଯଦି ସଦବାଟରେ ଯିବେ, ସୁଫଳ ପାଇବେ, ଭଗବତୀ ପ୍ରାପ୍ତି କରିବେ। ଆଉ ଯଦି କେଉଁ ବାଟରେ ଯିବେ, କୁଫଳ ପାଇବେ, ନର୍କ ଭୋଗ କରିବେ। ରହିଲି। ଜୟ ସିୟାରାମ।